ଦୈବ ଉତ୍ପତ୍ତିଗତ ସିଦ୍ଧାନ୍ତ ଡିଭାଇନ୍ ଥିଓରି। ଦୈବ ଉତ୍ପତ୍ତି ସିଦ୍ଧାନ୍ତ ହେଉଛି ଭାଷାର ସମସ୍ତ ସିଦ୍ଧାନ୍ତର ମଧ୍ୟରେ ଏହା ଖୁବ୍ ପ୍ରାଚୀନ, ଯାହାର ଅର୍ଥ ଭାଷା ହେଉଛି ଭଗବାନଙ୍କ ଦ୍ୱାରା ସୃଷ୍ଟି। ଜନ୍ମଗ୍ରହଣ କରିବା ପରେ ଯେପରି ଶ୍ୱାସ ପ୍ରଶ୍ୱାସ ରକ୍ତ ସଞ୍ଚାଳନ ପ୍ରଭୃତି ଶକ୍ତିର ଅଧିକାରୀ ହୁଏ, ଠିକ୍ ସେହିପରି ମନୁଷ୍ୟର କଥା କହିବାରେ ମଧ୍ୟ ଅଧିକାରୀ ହୁଏ। ଭାରତୀୟ ପରମ୍ପରା ଅନୁସାରେ ବେଦ ଭାଷାର ସଂସ୍କୃତ, ଦେବତାମାନଙ୍କର ଭାଷା ଅପୌରୁଷେୟ ଅଟେ। ମିଶ୍ରମାନଙ୍କ ସେମାନଙ୍କ ପବିତ୍ର ଗ୍ରନ୍ଥକୁ ଦେବଭାଷା କହନ୍ତି। ବୌଦ୍ଧ ଧର୍ମାବଲମ୍ବୀ ମାନେ ବିଶ୍ୱର ମୂଳ ଭାଷା ପାଲି ଓ ଏହାର ଭଗବାନ ବୁଦ୍ଧଙ୍କ ଦ୍ୱାରା ସୃଷ୍ଟି ବୋଲି ମତ ଦିଅନ୍ତି। ତେବେ ଏହି ସିଦ୍ଧାନ୍ତକୁ ଆକ୍ଷେପ କରି ଅନେକ ଭାଷାବିତ୍ ନିଜର ମତ ପ୍ରଦାନ କରିଛନ୍ତି। ଜେ.ଜି. ହଟନ୍ଙ୍କ ମତରେ ତାଙ୍କ ପୁରସ୍କୃତ ପ୍ରବନ୍ଧ ଅରିଜିନ୍ ଅଫ୍ ଲାଙ୍ଗୁଏଜ୍ରେ ଉଲ୍ଲେଖ କରିଛନ୍ତି, ଯଦି ଭାଷା ହେଉଛି ବୈଦିକୃତ ତାହେଲେ ସମସ୍ତ ମନୁଷ୍ୟ ଗୋଟିଏ କଥା କହନ୍ତେ। ସେହିପରି ଗ୍ରେଗୋରୀ ବିସ୍ପଙ୍କ ମତରେ ଈଶ୍ୱର ଯଦିଓ ମନୁଷ୍ୟଙ୍କୁ ସୃଷ୍ଟି କରିଛନ୍ତି, ତେବେ ସେ ସମସ୍ତ ବସ୍ତୁ ସୃଷ୍ଟି କରିଛନ୍ତି ତାହା କହିବା ଭୁଲ ନୁହେଁ। ମଣିଷ ମଧ୍ୟ କେତେକ ପଦାର୍ଥ ତିଆରି କରିଛି। ଯଦି ଭାଷାଟି ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି, ତେବେ ଶିଶୁଟି ମାତୃଗର୍ଭରେ ରହି ଭାଷା ଶିଖି ଜନ୍ମଗ୍ରହଣ କରନ୍ତା, ତେଣୁ ଭାଷା ଦୈବଗତ ନୁହେଁ। ଧାତୁ ସିଦ୍ଧାନ୍ତ ଡିଙ୍ଗଡଙ୍ଗ ଥିଓରି। ଦାର୍ଶନିକ ମାକ୍ସ ମୁଲର କହିଲେ, ତମ୍ବା ପିତ୍ତଳ ଲୁହା ସୁନା ଆଦି ଭିନ୍ନ ଭିନ୍ନ ଧାତୁ ଭିନ୍ନ ଭିନ୍ନ ଶବ୍ଦ ଉତ୍ପନ୍ନ କରନ୍ତି ଏବଂ ଏହି ଧ୍ୱନିରୁ ଅନୁକରଣରେ ଭାଷା ସୃଷ୍ଟି ହୋଇଛି। ତାଙ୍କ କହିବା ଅନୁସାରେ ମନୁଷ୍ୟ ପ୍ରଥମେ ଏହି ଧ୍ୱନିକୁ ଅନୁକରଣ କଲା ଏବଂ ପରେ ଅବିକଳ ଉଚ୍ଚାରଣ କରିବାକୁ ଚେଷ୍ଟା କଲା। ଡିଙ୍ଗଡଙ୍ଗ ଶବ୍ଦ ମଧ୍ୟରେ ଭାଷାର ଆଦିମତା ରହିଛି। ସଂକେତ ସିଦ୍ଧାନ୍ତ ଆର୍ଗୁମେଣ୍ଟ ଥିଓରି। ଏହି ସିଦ୍ଧାନ୍ତକୁ ଫ୍ରାନ୍ସର ପ୍ରସିଦ୍ଧ ବିଦ୍ୱାନ ରୁସୋ ପ୍ରତିପାଦନ କରିଥିଲେ। ତାଙ୍କ ମତରେ ପ୍ରଥମେ ମଣିଷ ହାତରେ ସଂକେତ ଦ୍ୱାରା ଭାବରେ ଆଦାନ ପ୍ରଦାନ କରୁଥିଲେ, କିନ୍ତୁ ଯେତେବେଳେ ସେ ଅନୁଭବ କଲା କି କେବଳ ହସ୍ତ ପ୍ରଭାବ ବା ସଂକେତ ଭାବରେ ଆଦାନ ପ୍ରଦାନ ପାଇଁ ସମ୍ପୂର୍ଣ୍ଣ ସହାୟକ ନୁହେଁ, ସଂକେତ ରୂପେ ସ୍ୱୀକାର କଲେ ଏହି ଧ୍ୱନି ସଂକେତ ପରେ ଶବ୍ଦର ସଂକେତ ରୂପେ ପରିଣତ ହେଲା। ଏହି ସିଦ୍ଧାନ୍ତଟି ଅମୂଳକ, କାରଣ ଆରମ୍ଭରୁ ଯଦି ଭାଷା ନଥିଲା, ତେବେ ଲୋକମାନେ ଏକତ୍ର ହେଲେ କିପରି? ଯଦି ବା ହେଲେ, ଶବ୍ଦ ଗଣା ହେଲା କିପରି? ବିସ୍ତୃତ ବିନା ବିଚାର ବିନିମୟ କେହି ଏକତ୍ର ହେବା ଅସମ୍ଭବ। ଲଗ୍‌ବୁକ୍ ଥିଓରି ବା ଇଙ୍ଗିତ ଥିଓରି ଜେକ୍ସଚୁରାଲ ଥିଓରି। ଏହି ସିଦ୍ଧାନ୍ତର ଉଦ୍ଭାବକ ପଲିନେସିଆର ଭାଷା ବିଦ୍ୱାନୀ ଡକ୍ଟର ରାୟ। ସେ ଏହାକୁ ଡାରୱିନ୍‌ର 6ଟି ଅସମ୍ବଦ୍ଧ ଭାଷା ତୁଳନାତ୍ମକ ଆଧାର ଉପରେ ପ୍ରମାଣ କରିଥିଲେ। ଏହି ସିଦ୍ଧାନ୍ତର 4ଟି ସୋପାନ ଉପରେ ଆଧାରିତ: ଭାବ ପ୍ରକାର ମୂଳକ ସୋପାନ, ଅନୁକରଣ ମୂଳକ ସୋପାନ, ଅଙ୍ଗ ଇଙ୍ଗିତ ମୂଳକ ସୋପାନ, ସୂକ୍ଷ୍ମ ଭାବ ପ୍ରକାଶ ମୂଳକ ସୋପାନ। ଧ୍ୱନି ଅନୁକରଣ ସିଦ୍ଧାନ୍ତ ଦବୁବୁ ଥିଓରି। ଏହି ସିଦ୍ଧାନ୍ତ ଅନୁସାରେ ଲୋକେ ନିଜର ପରିବେଶରେ ସୃଷ୍ଟି ହୋଇଥିବା ସମସ୍ତ ଧ୍ୱନିକୁ ଅନୁକରଣ କରିଥାନ୍ତି। ଯେପରି ବିଲେଇର ମିଆଁ ମିଆଁ, ଚୀନ ଭାଷାରେ ମିଆଓ ମିଆଓ, ହିନ୍ଦୀରେ ମେ ମେ। ଏହି ଧ୍ୱନି ସୃଷ୍ଟି ମାକ୍ସ ମୁଲର ରହସ୍ୟ ନାମର କହିଲା ଦ ବୋବୋ ଥିଓରି, ଯାହା କୁକୁରର ଭୋକିବାକୁ ସୃଷ୍ଟି, କିନ୍ତୁ ଏହା ମଧ୍ୟ ଗ୍ରହଣୀୟ ହେଲା ନାହିଁ, କାରଣ ଜୀବଜନ୍ତୁ ଶବ୍ଦରୁ ହୁଏତ କିଛି ନୂତନ ଶବ୍ଦ ସୃଷ୍ଟି ହୋଇପାରେ, ମାତ୍ର ଭାଷା ଭାଷା ମଧ୍ୟରେ ପାର୍ଥକ୍ୟ ଥିବାରୁ ଏହି ଜୀବଜନ୍ତୁଙ୍କ ଉତ୍ପନ୍ନ ଶବ୍ଦରୁ କୌଣସି ପ୍ରଭାବ ଭାଷା ଉପରେ ପଡ଼ିବ ନାହିଁ। ଭାବବେଗ ସିଦ୍ଧାନ୍ତ ଇଣ୍ଟରଜେକ୍ସନାଲ ଅର୍ ପୋପୋ ଥିଓରି। ଏହି ସିଦ୍ଧାନ୍ତରେ ଭାବାବେଶ, ତା ମୁଖରୁ ସୃଷ୍ଟି ହୋଇଥିବା ଆହ୍ଲାଦ, ବିଷାଦ, ବିସ୍ମୟ, ଜିଜ୍ଞାସା, ନିନ୍ଦା, ପ୍ରଶଂସା ସୂଚାଉଥିବା ଧ୍ୱନି ସବୁ ଉତ୍ପନ୍ନ ହୋଇଥିଲା। ବୋଧେ ଓ ଭାଷା ଏଥିରୁ ସୃଷ୍ଟି ମଣିଷର ଅନୁଭବ ଓ ଆବେଗ ସମୂହକୁ ଆହା ଉହୁ ଛି ହାୟ ଦିକ୍ ହେତ୍ ଫିସ୍ ଫିସ୍। ଏହିସବୁ ଶବ୍ଦ ଭାଷାର ସୃଷ୍ଟି ମଧ୍ୟରେ ପରବର୍ତ୍ତୀ ସମୟରେ ଗ୍ରହଣୀୟ ନୁହେଁ, କାରଣ ଏହି ଆବେଗ ଜନିତ ଧ୍ୱନି ସଂଖ୍ୟାର ନଗଣ୍ୟ, ତେଣୁ ଏଥିରେ ଯେଉଁ ଭାଷା ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ଭାବରେ କୁହାଯାଏ ନାହିଁ। ଅପନୋଦନ ସିଦ୍ଧାନ୍ତ ୟୁ ହୁ ହୁ ଥିଓରି। ଭାଷାବିତ୍ ନୋଏଲ୍ ହେଉଛନ୍ତି ସିଦ୍ଧାନ୍ତର ଜନ୍ମଦାତା। ତାଙ୍କର ମତରେ ଯେତେବେଳେ କୌଣସି କଠିନ ପରିଶ୍ରମ କରାଯାଏ, ଶରୀରରେ କିଛି ଆରାମ ମିଳେ। ଏହି ପ୍ରକ୍ରିୟା କାରଣରୁ ସ୍ୱତନ୍ତ୍ରମାନଙ୍କରେ କମ୍ପନ ଜାତ ହୁଏ ଏବଂ କିଛି ଧ୍ୱନି ଉତ୍ପନ୍ନ ହୁଏ। ଧୋବା ଲୁଗା କାଚିଲା ବେଳେ ହିଁ ହିଁ ଶବ୍ଦ ସୃଷ୍ଟି କରାହୁଏ। ଗାଈ ଚରାଇବା ବେଳେ ହୁ ହୁ ଶବ୍ଦ ସୃଷ୍ଟି ହୁଏ ଏବଂ ଏଭଳି ଧ୍ୱନି ଭାଷା ସୃଷ୍ଟି ହେଲେ ଏହି ସିଦ୍ଧାନ୍ତ ମଧ୍ୟରେ ଅସଙ୍ଗତ, କାରଣ ଏଭଳି ଧ୍ୱନି ସଂଖ୍ୟାରେ କମ୍ ବ୍ୟବହୃତ ହୋଇଥାଏ। ସଙ୍ଗୀତ ସିଦ୍ଧାନ୍ତ ଦ ଲାଲା ଥିଓରି। ଡାରୱିନ୍ ଓ ପେନ୍ସନଙ୍କ ମତରେ ଭାଷା ଉତ୍ପତ୍ତି ଆଦିମ ମାନବର ସଙ୍ଗୀତରୁ ହୋଇଛି। ଉଚ୍ଚାରଣ କ୍ଷମ ଅବୟବମାନଙ୍କର ଅବିକଳ କ୍ରମେ କ୍ରୀଡ଼ା କରିବାର ତାହା ସଙ୍ଗୀତ ପରିଣତ ହେଲା। ପ୍ରେମ ଏବଂ ଦୁଃଖ ଆଦି ଅବସରରେ ମଣିଷର ସ୍ୱତନ୍ତ୍ରତା ସନ୍ଦିଗ୍ଧ ହୋଇ ପ୍ରଥମେ ଏହାର ଅର୍ଥହୀନ ଅକ୍ଷର ସୃଷ୍ଟି ହେଲା ଏବଂ ବିଶେଷ ପରିସ୍ଥିତିରେ ତାହା ଅର୍ଥନୀତି
ହୋଇ ଭାଷା ସୃଷ୍ଟି ହେଲା। ଏ ସିଦ୍ଧାନ୍ତ ମଧ୍ୟ ଭ୍ରମଣକ ମନେ ହୁଏ ମଣିଷ ଭାବରେ ପ୍ରବଣ ହେଲେ ସମ୍ଭବତଃ ଗୁଣୁଗୁଣ ହୋଇ ସେ ଆନନ୍ଦ ଲାଭ କରେ, କ୍ରୋଧରେ ହୁଁ ହାଁ କରିପାରେ, ମାତ୍ର ଏଥିରୁ ଭାଷା କିପରି ଉତ୍ପନ୍ନ ହେବ?